ଏହି ଭିଡ଼ିଓରେ ଆମେ କିଛି ରାସାୟନିକ ଯୌଗିକ ଗୁଡ଼ିକର ସଂକେତ କ'ଣ ବା କେମିତି ଲେଖାଯାଏ ସେକୁ ଜାଣିବା ପାଇଁ ଚେଷ୍ଟା କରିବା। ଠିକ୍ ଅଛି, ତେବେ ଉଦାହରଣ ସ୍ୱରୂପ ମୁଁ ତୁମକୁ ପ୍ରଥମେ ଗୋଟେ ରାସାୟନିକ ସଂକେତ ଲେଖିବା ପାଇଁ ଦେଉଛି, ଯାହାର ନାମ ହେଉଛି କ'ଣ ନା ଆମେ କହିବା ଜିଙ୍କ୍, ବ୍ରାକେଟରେ ଆମେ ଲେଖିବା 2 କ୍ଲୋରାଇଡ୍। ଠିକ୍ ଅଛି, ତେବେ ଜିଙ୍କ୍ କ୍ଲୋରାଇଡ୍ର ରାସାୟନିକ ସଂକେତ କ'ଣ ହେବ ସେଗୁଡ଼ିକ ଆମେ ଲେଖିବା। ଠିକ୍ ଅଛି, ତେବେ ପ୍ରଥମେ ଲକ୍ଷ୍ୟ କର, ଯେତେବେଳେ ଆମେ ଗୋଟେ ରାସାୟନିକ ଯୌଗିକ ଲେଖୁଛନ୍ତି, ଯୌଗିକଟି ବନି ସାରିଲା ପରେ ସେ ଯୌଗିକ ଉପରେ ଥିବା ସର୍ବମୋଟ ଚାର୍ଜ କେତେ ହେବ ନା ସେଥିରେ ଥିବା ଯୁକ୍ତାତ୍ମକ ଆୟନ ଉପରେ ଥିବା ଚାର୍ଜ ଏବଂ ତା ସହିତ ଆମେ ଯଦି ବିଯୁକ୍ତାତ୍ମକ ଆୟନ ଉପରେ ଥିବା ଚାର୍ଜର ଯୋଗଫଳ କରିଦେବା ତାହା ସର୍ବମୋଟ ଚାର୍ଜ ସହିତ ସମାନ ହେବ। ତାହା ସବୁବେଳେ 0 ହିଁ ହେବ, 0 ସହିତ ସମାନ। ଠିକ୍ ଅଛି, ତେବେ ବର୍ତ୍ତମାନ ଆମେ ଜିଙ୍କ୍ କ୍ଲୋରାଇଡ୍କୁ ଲକ୍ଷ୍ୟ କରିବା। ତେବେ ଜିଙ୍କ୍ ସାଇଡ୍ରେ ବ୍ରାକେଟରେ ମୁଁ 2 ଲେଖିଛି, ତାହେଲେ ଜିଙ୍କ୍ର ଚାର୍ଜ ହେଉଛି 2+। ତାହେଲେ ମୁଁ ଏଠି ଲେଖିଦେବି ଯେ ଜିଙ୍କ୍ ଉପରେ 2+ ବା +2। ଜିଙ୍କ୍କୁ ଆମେ ଇଂରାଜୀରେ Zn ବୋଲି ସଂକେତ ଦେଇଥାନ୍ତି। ତେବେ ବର୍ତ୍ତମାନ ଆମେ କ୍ଲୋରାଇଡ୍କୁ କେମିତି ଲେଖିବା? ଆମେ ଯଦି ଏଇଠି କ'ଣ ନା ଯଦି ଆମେ ପିରିୟଡ଼ିକ୍ ଟେବୁଲକୁ ଦେଖିବା, এই ପର୍ଯ୍ୟାୟ ସାରଣୀରେ କ୍ଲୋରିନ୍ କିଛି ଏଇଠି ଅଛି ଏବଂ କ୍ଲୋରିନ୍ ଏଇଠି ଅଛି, ମାନେ କ୍ଲୋରିନ୍ର ଚାର୍ଜ କେତେ? ଆମେ ଜାଣିଛନ୍ତି କ୍ଲୋରିନ୍ ମାତ୍ର ଗୋଟେ ଇଲେକ୍ଟ୍ରନ୍ ପାଇଲେ ଆର୍ଗନର ଇଲେକ୍ଟ୍ରନ୍ ସଂରଚନା ଲାଭ କରେ, ତେଣୁ କ୍ଲୋରିନ୍ର ଚାର୍ଜ ହେଉଛି -1। ତାହେଲେ ଆମେ ଲେଖିବା କ୍ଲୋରିନ୍ର ଚାର୍ଜ ହେଉଛି କେତେ? ମାଇନସ୍। ଠିକ୍ ଅଛି, ତେବେ ଆମେ ଜାଣନ୍ତି ଯେ ଯେତେବେଳେ ଏକ ରାସାୟନିକ ସଂକେତ ଲେଖାଯାଏ ସେତେବେଳେ ଆଟାୟନ ବା ଯୁକ୍ତାତ୍ମକ ଆୟନ ଉପରେ ଥିବା ଚାର୍ଜକୁ ଆମେ ବିଯୁକ୍ତାତ୍ମକ ଆୟନର ତଳେ ଲେଖିଥାନ୍ତି ଏବଂ ବିଯୁକ୍ତାତ୍ମକ ଆୟନରେ ଥିବା ଚାର୍ଜକୁ ଆମେ ଯୁକ୍ତାତ୍ମକ ଚାର୍ଜର ତଳେ ଲେଖିଥାନ୍ତି ଏବଂ ପ୍ଲସ୍ ମାଇନସ୍ର ଯେଉଁ ସଂକେତ ଅଛି ତାକୁ ଆମେ ହଟେଇ ଦେଇଥାନ୍ତି। ତେଣୁ ଯଦି ଆମେ ଲେଖିବା ଆମକୁ କ'ଣ ଦେଖାହେବ? Zn ତଳେ 1 ଦେଖାହେବ, କ୍ଲୋରିନ୍ ତଳେ 2 ଦେଖାହେବ। ତେବେ ସର୍ବମୋଟ ଚାର୍ଜ ଆମେ ନିରୂପଣ କରିବା। ଦେଖ, ସର୍ବମୋଟ ଚାର୍ଜ ମୋ ପାଖରେ ଜିଙ୍କ୍ କେତୋଟି ଅଛି? ଗୋଟେ ଜିଙ୍କ୍ ଅଛି, ତାହେଲେ ମୁଁ ଲେଖିବି 1 × -2। ସରି, ଏଠି 1 -2 ନୁହେଁ, ଏଠି ଆମେ ଲେଖିବା +2। ଠିକ୍ ଅଛି, କାହିଁକିନା ଜିଙ୍କ୍ ଉପରେ ଚାର୍ଜ କେତେ? +2 ଅଛି ଏବଂ ଜିଙ୍କ୍ ଗୋଟେ ଅଛି, ତାହେଲେ ଆମେ ଲେଖିବା 1 × +2। ପୁନଶ୍ଚ ତା ସହିତ ଆମେ এই ବିଯୁକ୍ତାତ୍ମକ ଆୟନର ଚାର୍ଜକୁ ମିଶାଇବା। ବିଯୁକ୍ତାତ୍ମକ ଆୟନ କେତେଟା ଅଛି? କ୍ଲୋରିନ୍ ଏଠି 2ଟା ଯେତେବେଳେ ଏଠିକି ପଳେଇ ଆସିବ ତାକୁ ଆମେ କେମିତି ଲେଖିବା? Cl2। କିନ୍ତୁ ଗୋଟେ କ୍ଲୋରିନ୍ ଉପରେ ଗୋଟେ ମାଇନସ୍ ଚାର୍ଜ ଅଛି, ତେଣୁ ଆମେ ତା ସହିତ ଯୋଗ କରିବା କାହାକୁ ନା 2 × -1। ଠିକ୍ ଅଛି, ଯେତେବେଳେ ତୁମେ ଏଇ ଦୁଇଟାକୁ ଯୋଗଫଳ କରିଦେବ, ଦେଖ +2 × 1 2 +2 × -1 -2 2 - 2 0, ସର୍ବମୋଟ ଚାର୍ଜ 0 ହୋଇଗଲା। ତେବେ ଏହାର ରାସାୟନିକ ସଂକେତ ଆମେ କ'ଣ କହିବା? ରାସାୟନିକ ସଂକେତ ହେଇଯିବ ZnCl2। ZnCl2 କେମିତି ନା ଜିଙ୍କ୍ ଉପରେ ଥିବା ଚାର୍ଜ କ୍ଲୋରିନ୍ ପାଖକୁ ପଳେଇ ଆସିଲା ଏବଂ କ୍ଲୋରିନ୍ ଉପରେ ଥିବା ଚାର୍ଜ ଜିଙ୍କ୍ ନିକଟକୁ ପଳେଇ ଆସିଲା। ଠିକ୍ ଅଛି, ତେବେ ପୁନଶ୍ଚ ଆମେ ଆଉ ଗୋଟିଏ ଯୌଗିକର ରାସାୟନିକ ସଂକେତ ଲେଖିବା। ସେ ଯୌଗିକଟି ହେଉଛି ସାଧାରଣତଃ ଭାବରେ ଆମେ ଯଦି କହିବା ତାକୁ ଆମେ ସୋଡ଼ିୟମ୍ ସଲଫେଟ୍ ବୋଲି କହିବା। ସୋଡ଼ିୟମ୍ ସଲଫେଟ୍ର ଯଦି ଆମେ ରାସାୟନିକ ସଂକେତ ଲେଖିବା ଏହା କିପରି ଦେଖାଯାଇଥାଏ? ତେବେ ଚାଲ ଦେଖିବା। ତେବେ ଯଦି ଆମେ ପର୍ଯ୍ୟାୟ ସାରଣୀକୁ ଦେଖିବା, ସୋଡ଼ିୟମ୍ ଆମକୁ ଏଇଠି ମିଳୁଛି। ଆମେ ଜାଣିଛନ୍ତି ଏହା ଗ୍ରୁପ୍ 1ରେ ଥିବା ଏକ ମୌଳିକ, ତେଣୁ ଏହାର ଯୋଜ୍ୟତା ହେଉଛି 1। ତେଣୁ ଆମେ ସୋଡ଼ିୟମ୍ ଉପରେ କେତେ ଲେଖିବା? ସୋଡ଼ିୟମ୍ ଉପରେ ଲେଖିବା Na+। ଠିକ୍ ଅଛି, ତେବେ Na+ ତ ଆମେ ଲେଖିଦେଲେ। ସଲଫେଟ୍କୁ ଦେଖିବା, ଆମେ ଜାଣିଛନ୍ତି ସଲଫେଟ୍ ହେଉଛି ଏକ ବହୁ ପରମାଣୁ ବିଶିଷ୍ଟ ଆୟନ ଏବଂ ଏହା ବିଯୁକ୍ତାତ୍ମକ ଆୟନ ଅଟେ, ତେଣୁ ସଲଫେଟ୍ କେମିତି ଲେଖିବା? SO4 2-। ଠିକ୍ ହେଲା। ଆଚ୍ଛା, ୟାକୁ ତ ଆମେ ଲେଖିଦେଲେ, ତାପରେ କ'ଣ କରିବା? ୟାର ଆମେ ଜାଣିଛନ୍ତି ଯେତିକି ଚାର୍ଜ ଅଛି ତା ତଳେ ଲେଖିବା, ତାର ଚାର୍ଜ ଏହା ତଳେ ଲେଖିବା। ତାହେଲେ ଲେଖିକି ଦେଖିବା Na ତଳକୁ କେତେ ପଳେଇ ଆସିଲା? 2, କାହିଁକିନା ସଲଫେଟ୍ ଉପରେ ଚାର୍ଜ 2 ଅଛି ଏବଂ ସୋଡ଼ିୟମ୍ ଉପରେ ଚାର୍ଜ 1 ଅଛି। 1ଟା ଆ ତଳକୁ ନେଇ ଆସିବା, 1କୁ ନ ଲେଖିଲେ ବି ଚଳେ, ତେଣୁ ଆମେ SO4 ଲେଖିଦେଲେ। ଠିକ୍ ଅଛି, ବର୍ତ୍ତମାନ ଆମେ ଚାର୍ଜକୁ ମିଶାଇବା। ମୋ ପାଖରେ ସୋଡ଼ିୟମ୍ କେତୋଟି ଅଛି? 2ଟି ସୋଡ଼ିୟମ୍ ଅଛି। ଠିକ୍ ଅଛି, ଏବଂ ଗୋଟିଏ ସୋଡ଼ିୟମ୍ର ଚାର୍ଜ କେତେ? +1। ତାହେଲେ ଆମେ ଏଠି ଲେଖିବା 2 × +1 ଯୁକ୍ତ ପୁଣି କେତେ ଲେଖିବା? ସଲଫେଟ୍ର ଚାର୍ଜ କେତେ? ସଲଫେଟ୍ର ଚାର୍ଜ ହେଉଛି -2 ବା 2-। ଆମ ପାଖରେ କେତୋଟି ସଲଫେଟ୍ ଅଛି? ଗୋଟିଏ ସଲଫେଟ୍ ଅଛି, ତେଣୁ ଆମେ ଲେଖିବା 1 × -2। ଯଦି ଆମେ ଏହାକୁ ଯୋଗ କରିଦେବା ତାହେଲେ ୟାର ସଂଖ୍ୟା କେତେ ହେଇଯିବ? 0। ଦେଖ, 2 × +1 +2 +2 × -1 -2, ତ 2 - 2 = 0। ସର୍ବମୋଟ ଚାର୍ଜ 0 ହୋଇଗଲା, ତେଣୁ ସୋଡ଼ିୟମ୍ ସଲଫେଟ୍ର ରାସାୟନିକ ସଂକେତ ହେଉଛି Na2SO4। ବୁଝିହେଲା? ତେବେ ପୁନଶ୍ଚ ଆମେ ଆଉ ଗୋଟିଏ ଆୟନିକ ଯୌଗିକର ରାସାୟନିକ ସଂକେତ ଲେଖିବା। ଯେମିତିକି ମୁଁ ଯଦି କହିବି ଆମେ ଲେଖିବା କାହାକୁ ନା ଏମୋନିୟମ୍ ନାଇଟ୍ରେଟ୍। ଠିକ୍ ଅଛି, ଏମୋନିୟମ୍ ନାଇଟ୍ରେଟ୍କୁ ଲେଖିବା। ତାହେଲେ ଏମୋନିୟମ୍ ନାଇଟ୍ରେଟ୍ ଆମେ ଜାଣିଛନ୍ତି, ଯଦି ଆମେ ଏମୋନିୟମ୍କୁ କହିବା, ଏମୋନିୟମ୍କୁ ସାଧାରଣତଃ ଭାବରେ କ'ଣ କୁହାଯାଇଥାଏ? NH4+। ତାମାନେ ଏହା ଗୋଟେ ବହୁ ପରମାଣୁ ବିଶିଷ୍ଟ ଆୟନ ଏବଂ ଯୁକ୍ତାତ୍ମକ ଆୟନ, ତା ଉପରେ ଯୁକ୍ତ ଚାର୍ଜ ଥାଏ। ଏବଂ ଯଦି ଆମେ ନାଇଟ୍ରେଟ୍କୁ କହିବା, ନାଇଟ୍ରେଟ୍କୁ ଲେଖାଯାଏ କିଛି ଏମିତି NO3 ଉପରେ କେତେ? ଚାର୍ଜ ମାଇନସ୍।
NO3 माइनस आम लिखिले। अच्छा ठीक अच्छे ताहले बर्तमान आ चार्ज ता तलू ता चार्ज आर तलू किंतु देख चार्ज एथरे उभय पाखे 1 1 अच्छे ताहले 1 को न लिखिले भी चले तेणु आम एक साधारणतः भाव लिखिदेवा NH4 कौन NH4NO3 ठीक अच्छे तापर आम लिखिदेवा NH4NO3 लिखि सारे NH4NO3 लिखि सारा पर आम चार्ज को मिसेबा। बर्तमान देख अमोनियम मो पाखे केतोटी अच्छे अमोनियम मो पाखे गोटे अच्छी तेणु मुझे लिखी +1 × 1 ठीक अच्छे पुणी युक्त विजुक्त चार्ज विजुक्तात्मक आयन कि NO3 माइनस गोटे NO3 अच्छे चार्ज माइनस आम पुणी लिखा 1 × -1 जदि आम यहाँ मिसई दबा सर्वमोट चार्ज केते हो सर्वमोट चार्ज हो 0 तब जदि सर्वमोट चार्ज 0 ताहले आम कहबा जे NH4NO3 होची एमोनियम नाइट्रेट रासायनिक संकेत। तेणु आम किसी एहीपरि रासायनिक संकेतर नाम गुड़िक लिखिथांती।